ସୁଭଦ୍ରାକୁ ନେଇ ଆସିଲା ବଡ଼ ଖବର। ଏହିମାନେ ଆଉ ପାଇବେନି ସୁଭଦ୍ରା ଟଙ୍କା। ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର ଆସିଛି। ଏଥର ସୁଭଦ୍ରା ହିତାଧିକାରୀଙ୍କୁ ନେଇ ବଡ଼ ଖୋଳତାଡ଼ ଆରମ୍ଭ ହେବ। ମହିଳା ଏବଂ ଶିଶୁ ବିଭାଗ ପକ୍ଷରୁ ଅଯୋଗ୍ୟଙ୍କୁ ବାଦ୍ ଦେବାକୁ ଓ ଯୋଗ୍ୟଙ୍କୁ ସାମିଲ କରିବାକୁ ବଡ଼ ପଦକ୍ଷେପ ନିଆଯାଇଛି। ବିଶେଷ କରି 4 ଚକିଆ ଯାନ ଥିବା ହିତାଧିକାରୀଙ୍କର ତଥ୍ୟ ପରିବହନ ବିଭାଗକୁ ଚିଠି ଦିଆଯାଇଛି। ଏହାସହ ଖାଦ୍ୟ ଯୋଗାଣ ବିଭାଗକୁ ମୃତ ହିତାଧିକାରୀଙ୍କର ତଥ୍ୟ ଦେବାକୁ ଓ ପଞ୍ଜୀକରଣ କରି ଧାନ ବିକିଥିବା ମହିଳାଙ୍କର ତଥ୍ୟକୁ ଆଉଥରେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ହୋଇଛି। ଏଥିସହିତ ସୁଭଦ୍ରା ଯୋଜନା ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ବଡ଼ ପଦକ୍ଷେପ ନିଆଯାଉଛି। କିଛି ଦିନ ତଳେ କିଛି ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରୁ ବାଦ୍ ଦିଆଯାଇଥିଲା। ବିଭିନ୍ନ ନିୟମ ଅନୁସାରେ ସେମାନଙ୍କୁ ବାଦ୍ ଦେଇଥିଲେ ସରକାର। ଆଉ ଏହି ଘଟଣା ପରେ ଯୋଗ୍ୟ ହିତାଧିକାରୀଙ୍କୁ କେମିତି ସୁଭଦ୍ରା ଯୋଜନାରେ ସାମିଲ ହେବେ ସେଥିପାଇଁ କସରତ ଆରମ୍ଭ ହୋଇଛି। ସମସ୍ତ ତଥ୍ୟ ପ୍ରମାଣକୁ ଭିତ୍ତି କରି ହିତାଧିକାରୀଙ୍କୁ ସାମିଲ କରାଯିବ ବୋଲି ନିଷ୍ପତ୍ତି ହୋଇଛି।